ପ୍ରଭୁ ଜଗନ୍ନାଥ କାହିଁକି ହନୁମାନଙ୍କୁ ବେଡ଼ିରେ ବାନ୍ଧିଥିଲେ? ମାତା ସୀତାଙ୍କ ଅଭିଶାପ ଆଜି ବି ଭୋଗିବାକୁ ପଡ଼ୁଛି। ଭକ୍ତମାନେ କେବେ ଭାବିଛନ୍ତି କି ଯେ ହନୁମାନ ଯିଏ ରାମଙ୍କ ପାଇଁ ସବୁକିଛି ତ୍ୟାଗ କଲେ, ସେଇ ହନୁମାନଙ୍କୁ ପ୍ରଭୁ ଜଗନ୍ନାଥ କାହିଁକି ବେଡ଼ିରେ ବାନ୍ଧି ରଖିଥିଲେ? ଆଉ କାହିଁକି କୁହାଯାଏ ମଧୁର ବଚନରେ କେବେ ଭସିବନି? ଆଉ ଏହି କଥାର ମୂଳ ଅର୍ଥ ରହିଛି ତ୍ରେତୟା ଯୁଗର ଗଭୀର ଏକ ଅଭିଶାପରେ। ରାବଣଙ୍କ ମୃତ୍ୟୁ ପରେ ଲଙ୍କାର ମହାରାଣୀ ମନ୍ଦୋଦରୀ ଭାଙ୍ଗି ପଡ଼ିଥିଲେ। ତାଙ୍କ କାନ୍ଦର ସ୍ୱର ପୁରା ପୃଥିବୀକୁ ଥରେଇ ଦେଉଥିଲା। ସେତେବେଳେ ତାଙ୍କ ପାଖକୁ ଆସିଲେ ରାବଣଙ୍କ ଭଉଣୀ ସୁପର୍ଣ୍ଣରେଖା। ସେ କହିଲେ, ଏସବୁ ହେଇଛି ରାମ ଓ ଲକ୍ଷ୍ମଣଙ୍କ ପାଇଁ। ତୁମେ ମହାରାଣୀ ଅଭିଶାପ ଦିଅ, ସେମାନଙ୍କୁ ଭସ୍ମ କରିଦିଅ। ମନ୍ଦୋଦରୀ ଯେତେବେଳେ ଅଭିଶାପ ଦେବାକୁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଆସିଲେ ତ୍ରିଜଟା। ସେ କହିଲେ, ରୁହନ୍ତୁ ମହାରାଣୀ। ରାମ ଓ ଲକ୍ଷ୍ମଣ ଜାଣିନଥିଲେ ଯେ ସୀତାମାତା ଏଠି ଅଛନ୍ତି। ହନୁମାନ ଯାଇ ଖୋଜିଥିଲେ, ସେତୁ ବାନ୍ଧିଥିଲେ। ଲକ୍ଷ୍ମଣ ଯେତେବେଳେ ଅସୁସ୍ଥ ଥିଲେ, ସେତେବେଳେ ମଧ୍ୟ ସଞ୍ଜୀବନୀ ଦେଇଥିଲେ। ଲଙ୍କା ବିନାଶ ପଛରେ ଯଦି କାହାର ଭୂମିକା ଥାଏ, ସେ ହେଉଛି ହନୁମାନ। ଏହା ଶୁଣି ମନ୍ଦୋଦରୀଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଗଲା। ସେ କହିଲେ, ହନୁମାନ, ତୁମେ ଯେପରି ରାମ ଓ ଲକ୍ଷ୍ମଣଙ୍କୁ ଲଙ୍କା ବିନାଶ ପାଇଁ ସାହାଯ୍ୟ କଲ, ସେପରି ତୁମେ ତାଙ୍କଠାରୁ ଦୂରେଇ ଯିବ। ତୁମେ ତାଙ୍କ ବିରହରେ ଏକଲା ରହିବ। ଏହି ଅଭିଶାପ ସମସ୍ତଙ୍କ ମନକୁ ଶିହରାଇ ଦେଲା। ସେତେବେଳେ ତ୍ରିଜଟାଙ୍କ ରୂପ ଧରିଥିବା ହନୁମାନ ନିଜ ମୂଳ ରୂପରେ ଆସିଲେ। ଧାର ଧାର ଆଖି ହାତ ଯୋଡ଼ି ସେ କହିଲେ, ମାତା, ଯଦି ଏହା ରାମଙ୍କ ଲୀଳା, ମୁଁ ଏହି ଅଭିଶାପକୁ ସ୍ୱୀକାର କରୁଛି। ଭକ୍ତିର ଏହାଠାରୁ ବଡ଼ ଦୃଷ୍ଟାନ୍ତ ଆଉ କ'ଣ ହେବ? କୁହାଯାଏ କଳିଯୁଗରେ ପ୍ରଭୁ ଜଗନ୍ନାଥ ହନୁମାନଙ୍କୁ ବେଡ଼ିରେ ବାନ୍ଧି ରଖିଥିଲେ। କାହିଁକି? କାରଣ ହନୁମାନଙ୍କ ବିରହ ଏତେ ତୀବ୍ର ଥିଲା ଯେ ସେ ରାମ ବିନା ସମସ୍ତ ଜଗତକୁ ଭାଙ୍ଗି ଦେଇଥାନ୍ତେ। ଏହା ବନ୍ଧନ ନୁହେଁ, ଏହା ଭକ୍ତିର ସମ୍ମାନ। ଏହି କଥା ଆମକୁ କହେ, ମଧୁର ବଚନରେ ସବୁବେଳେ ସତ୍ୟ ନଥାଏ। ଭକ୍ତିର ପଥ ଯନ୍ତ୍ରଣାରେ ଭରିଥାଏ। ସତ୍ୟ ବଳିଦାନ କେବେ କଷ୍ଟ ହୁଏ ନାହିଁ। ଯଦି ହନୁମାନ ରାମଙ୍କୁ ଛାଡ଼ିପାରିଲେ, ତେବେ ଆମେ ଅହଙ୍କାରକୁ ଛାଡ଼ିବା ଉଚିତ। ଯଦି ହନୁମାନଙ୍କ ଏହି ବଳିଦାନ ଆପଣଙ୍କ ହୃଦୟକୁ ଛୁଇଁଛି, ତେବେ ସମସ୍ତେ ମିଶି କୁହନ୍ତୁ, ଜୟ ଶ୍ରୀରାମ। ଆପଣମାନେ ମୋ ଚ୍ୟାନେଲରେ ପ୍ରତ୍ୟେକ ଦିନ କିଛି ନା କିଛି ଶିଖିବାକୁ ପାଇବେ। ତ ଫଲୋ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁନି।